ଏହି ସାତଟି କାମ ମନୁଷ୍ୟକୁ ବର୍ବାଦ करे। ମନୁଷ୍ୟ ଧନଶାଳୀ ହୋଇପାରେ ନାହିଁ। ଆଜି ଆମେ ଆପଣମାନଙ୍କୁ ଜଣାଇବୁ ଏହି ସାତଟି କାମ ଯାହା ମନୁଷ୍ୟକୁ ବର୍ବାଦ କରିଦେଇଥାଏ। ବନ୍ଧୁଗଣ, କରିବି କେହି ଚାହାନ୍ତି ନାହିଁ। ଏ ଦୁନିଆରେ ସମସ୍ତେ ଚାହାନ୍ତି ଅଳ୍ପ ପଇସା ତ ପାଖରେ ରହୁ, କମ୍ ସେ କମ୍ ଏତିକି ରହୁ ଯେଉଁଥିରେ ସେ ଖାଇପାରିବ, ପିନ୍ଧିପାରିବ। କିନ୍ତୁ ଶାସ୍ତ୍ର ଅନୁସାରେ ଗରିବଠାରୁ ବଡ଼ କୌଣସି ଦୁଃଖର କାରଣ କିଛି ନାହିଁ। ଏ ଦୁନିଆରେ ସବୁଠାରୁ ବଡ଼ ଦୁଃଖ ହେଉଛି ଗରିବ। କାହିଁକି ଏମିତି ହୋଇଥାଏ? ଏଥିରୁ ବାହାରିବାର ରାସ୍ତା ଏମିତି ଜିନିଷ ଘରେ ଅଛି ଯାହା ଘରେ ଜଣାଅଜାଣତାରେ ହେଉଛି, ଯାହା ଘରର ସମସ୍ୟାକୁ ବଢ଼ାଇଥାଏ। ତେବେ ଆସନ୍ତୁ ଜାଣିବା। ଅଟାକୁ କେବେ ବି ଚକଟି କରି ଗୋଲ ବନେଇ ବେଶୀ ସମୟ ପର୍ଯ୍ୟନ୍ତ ରଖନ୍ତୁ ନାହିଁ। ଆଉ ଏହି ଗୋଲ କରିବା ସମୟରେ ଆଙ୍ଗୁଳିର 3ଟି ଛାପା ଲଗାଇ ଦିଅନ୍ତୁ। ଏହା ବି ଜୀବନର ବର୍ବାଦର କାରଣ ହୋଇଥାଏ। ଦିନର ସମୟରେ କେବେ ବି ଶୁଅନ୍ତୁ ନାହିଁ। ଯେବେ ବି ଆପଣଙ୍କ ଘରକୁ କେହି ଖାଦ୍ୟ ମାଗିବା ପାଇଁ ଆସୁଛନ୍ତି ତାଙ୍କୁ ଖାଲି ହାତରେ ଫେରାନ୍ତୁ ନାହିଁ। ବିନା ଘିଅ ଲଗା ହୋଇଥିବା ରୁଟି ଖାଆନ୍ତୁ ନାହିଁ। ଦକ୍ଷିଣ ଦିଗରେ ପାଣି ଷ୍ଟୋର କରି ରଖନ୍ତୁ ନାହିଁ କି ପାଣି ଟାଙ୍କି ବନାନ୍ତୁ ନାହିଁ। ରାତିରେ ଅଇଁଠା ବାସନ କେବେ ବି ଭୁଲରେ ନ ଧୋଇ ରଖନ୍ତୁ ନାହିଁ। ଆଲମାରିର ମୁହଁ ଦକ୍ଷିଣ ପଶ୍ଚିମ ଆଡ଼କୁ ରଖିବେ ନାହିଁ। ଆଲମାରି ଖୋଲିଲେ ଯେମିତି ତାର ମୁହଁ ପୂର୍ବ ଏବଂ ଉତ୍ତର ଦିଗକୁ ଆଡ଼କୁ ରହିବ, ଏହାକୁ ବହୁତ ଶୁଭ ମନାଯାଏ। ଗାଈ ହେଉ, କୁକୁର, କୁଆ, ପଶୁପକ୍ଷୀ ତାଙ୍କ ପାଇଁ କିଛି ନା କିଛି ଖାଇବା ପିଇବାର ବ୍ୟବସ୍ଥା କରନ୍ତୁ। ଅପରିଷ୍କାର କପଡ଼ା କେବେ ବି ପିନ୍ଧନ୍ତୁ ନାହିଁ। ଦାନ୍ତକୁ ସର୍ବଦା ସଫା ରଖନ୍ତୁ। ସକାଳୁ ସନ୍ଧ୍ୟାରେ ସର୍ବଦା ସଫା କରନ୍ତୁ। ଆଉ ସପ୍ତାହେ ଥରେ ଚେଷ୍ଟା କରନ୍ତୁ ଫିଟିକିରି ମିଶା ପାଣିରେ କୁଳି କରିବା ପାଇଁ। ଘରର ଦ୍ୱାର ମୁହଁରେ ବସିବା ଉଚିତ ନୁହେଁ। ଅନାବଶ୍ୟକ ସପିଂ କରନ୍ତୁ ନାହିଁ। ଆଉ ଘରର ଆଖପାଖରେ ତେନ୍ତୁଳି ଗଛ ରହିବା ଦୁର୍ଭାଗ୍ୟର କାରଣ ଅଟେ। ଘରେ ମେହେନ୍ଦି ଗଛ ରଖନ୍ତୁ ନାହିଁ। ଘରେ ବୁଢ଼ିଆଣୀ ବସା ଅପରିଷ୍କାର ଜିନିଷ ରହିଲେ ଜୀବନରେ କଷ୍ଟ ବଢ଼ାଇଥାଏ। ରାତିରେ ଖାଦ୍ୟ ସକାଳେ ଖାଇବା ଉଚିତ ନୁହେଁ କି ସକାଳର ବଞ୍ଚିତ ଖାଦ୍ୟ ରାତିରେ ଖାଇବା ଉଚିତ ନୁହେଁ। ଭୁଲରେ ବି ରାତିରେ ଦହି ଖାଇବା ଉଚିତ ନୁହେଁ। ଏହା ଜୀବନରେ ସମସ୍ୟା ବୃଦ୍ଧି କରିଥାଏ। କପାସ ଗଛକୁ କେବେ ବି ଘରେ ଲଗାନ୍ତୁ ନାହିଁ। ଯଦି ଆପଣଙ୍କର ଘର ଆଖପାଖରେ ଥିବ ତେବେ ଏହା ଘରର ନେଗେଟିଭ ଉର୍ଜାକୁ ବୃଦ୍ଧି କରିଥାଏ। ବବୁଲୁ ଗଛକୁ ଘରେ ଲଗାନ୍ତୁ ନାହିଁ। ଜୋତା ଚପଲ ଓଲଟା ରଖନ୍ତୁ ନାହିଁ। ଉଚିତ ସ୍ଥାନରେ ଜୋତା ଚପଲ ରଖିବା ଭଲ ହୋଇଥାଏ। ଭଙ୍ଗା ହୋଇଥିବା ପଲଙ୍କ ଖଟର ବ୍ୟବହାର କରନ୍ତୁ ନାହିଁ। ଘରେ ଶୁଖିଯାଉଥିବା ଗଛପତ୍ର ରଖନ୍ତୁ ନାହିଁ। ଏହାକୁ ଶୀଘ୍ର ଫୋପାଡ଼ି ଦିଅନ୍ତୁ। ଆଉ ଝାଡ଼ୁକୁ ସର୍ବଦା ଲୁଚାଇ ରଖନ୍ତୁ। ଖୋଲା ଆକାଶ ତଳେ ରଖନ୍ତୁ ନାହିଁ ଏବଂ ଗୋଡ଼ ବି ବଜାନ୍ତୁ ନାହିଁ। ଘରେ ବନ୍ଦ ପଡ଼ିଥିବା ଘଡ଼ି କିମ୍ବା ଭଙ୍ଗା ଘଡ଼ି ଫୋପାଡ଼ି ଦିଅନ୍ତୁ। ସନ୍ଧ୍ୟା ସମୟରେ ଝାଡ଼ୁ ଲଗାନ୍ତୁ ନାହିଁ। ଆଉ ମିଛ ରାଣ ଖାଆନ୍ତୁ ନାହିଁ। ଅତିଥି ଆସିଲେ ଲୋକ ରାଗି ଯାଇଥାନ୍ତି ଭାବିଥାନ୍ତି ତାଙ୍କୁ ଖାଇବାକୁ ଦେବାକୁ ହେବ। ଜୀବନରେ ସମସ୍ୟା ବଢ଼ିଗଲା ତ ରାଗନ୍ତୁ ନାହିଁ, କାରଣ ଅତିଥି ଭଗବାନଙ୍କ ରୂପ ହୋଇଥାନ୍ତି। ସେମାନେ ଯେତେ ଖୁସି ରହିବେ ସେତେ ଭଲ। ବାମ ହାତରେ ଭୋଜନ କେବେ ବି କରନ୍ତୁ ନାହିଁ। ବିନା ସ୍ନାନରେ ଖାଦ୍ୟ ବନାନ୍ତୁ ନାହିଁ କି ଖାଆନ୍ତୁ ନାହିଁ। ମହିଳାଙ୍କ ଅପମାନ କରନ୍ତୁ ନାହିଁ। ସ୍ୱାମୀ ସ୍ତ୍ରୀ ଝଗଡ଼ା କରନ୍ତୁ ନାହିଁ। ନଖକୁ ବେଡ୍ ଉପରେ ବସି କାଟନ୍ତୁ ନାହିଁ କି ରାତିରେ କାଟନ୍ତୁ ନାହିଁ। ଘରକୁ ପାରା ଆସି ବସା ବାନ୍ଧିବା ଏହା ଜୀବନର ସମସ୍ୟାକୁ ବଢ଼ାଇଥାଏ। ଗୁରୁବାର ଦିନ ଭୁଲରେ ବି ପୋଛା ଲଗାନ୍ତୁ ନାହିଁ। ଯଦି ଜରୁରୀ ତ ପୋଛା ପାଣିରେ ହଳଦୀ ମିଶାଇ ପୋଛା ମାରିପାରିବେ। ଏହାର କୁପ୍ରଭାବ ପଡ଼ିବ ନାହିଁ। ଗୁରୁବାର ଦିନ ତେଲ ମାଲିସ କରନ୍ତୁ ନାହିଁ। ଗରିବ ଲୋକଙ୍କର ମଜାକ ଉଡ଼ାନ୍ତୁ ନାହିଁ। ଅନ୍ୟର କପଡ଼ା କେବେ ବି ପିନ୍ଧନ୍ତୁ ନାହିଁ। ଝାଡ଼ୁକୁ ଠିଆ କରି ରଖିବେ ନାହିଁ, କାରଣ ଏହାଦ୍ୱାରା ବି ଜୀବନରେ ସମସ୍ୟା ବଢ଼ିଯାଇଥାଏ। ଝାଡ଼ୁକୁ ସର୍ବଦା ଶୁଆଇ କରି ରଖନ୍ତୁ ଆଉ ଲୁଚାଇ କରି ରଖନ୍ତୁ, ଯେମିତି କାହାରି ନଜର ଝାଡ଼ୁ ଉପରେ ପଡ଼ିବ ନାହିଁ। କଥାବାର୍ତ୍ତା ସମୟରେ ଝିଟିପିଟି ଆବାଜ କଲେ ଏହା ଅଶୁଭ ହୋଇଥାଏ। ଏହାକୁ ଘଉଡ଼ାଇ ଦେବାର ବ୍ୟବସ୍ଥା କରନ୍ତୁ। ରାତିରେ ରସୁଣ ପିଆଜ କେବେ ବି କାହାରିକୁ ଉଧାର ଦିଅନ୍ତୁ ନାହିଁ। ଏହାଦ୍ୱାରା ରାହୁ କେତୁ ବିଗିଡ଼ିଯିବେ। ଜୀବନରେ ସମସ୍ୟା ବଢ଼ିଯିବ। ରାତିରେ କାହାରିକୁ ଛୁଞ୍ଚି ସୂତା ଉଧାର ଦିଅନ୍ତୁ ନାହିଁ କି ନିଅନ୍ତୁ ନାହିଁ।